नमस्कार। सोनालीज किचन को अनेक अनेक स्वागत। छेनारे प्रस्तुत मिठा सबू आपण माने खाई खाई बोर हो गलेनी कि? जदि हाँ, ताहेले आजिर एही रेसिपी रे मु छेनारू मिठा नुह एक प्रकारर पिठा बनेइकी देखेबी। मो जानिबारे आपण माने समस्ते एही पिठा सहित अपरिचित। तो चालंतु बनेइ नबा आजिर एही नुआ छेनारू प्रस्तुत पिठा रेसिपीटी। छेना पिठा प्रस्तुत करने ପାଇଁ ମୁଁ ଏଇଠି ଗୋଟେ କଢ଼େଇରେ 2 ଲିଟର କ୍ଷୀରକୁ ଭଲ ଭାବରେ ଫୁଟେଇ ନଉଛି। ଏହି କ୍ଷୀରକୁ ଆମେ ଛିଣ୍ଡେଇ ଛେନା ପ୍ରସ୍ତୁତ କରିବା। କ୍ଷୀର ଛିଣ୍ଡେଇବା ପାଇଁ ମୁଁ ଏଠି କିଛି ଭିନେଗାରକୁ ଦଉଛି। ପ୍ରଥମେ ମୁଁ 4-5 ଚାମଚ ଭିନେଗାର ଦେଇକି ଦେଖୁଛି ଛେନା ଆମର ଛିଣ୍ଡୁଛି ନା ନାହିଁ। ଯଦି ପରେ ଦରକାର ପଡ଼େ ତାହେଲେ ମୁଁ ବଳକା ଭିନେଗାରକୁ ଏଇଥିରେ ଆଡ୍ କରିକି କ୍ଷୀର ଛିଣ୍ଡେଇ ନେବି। କ୍ଷୀର ଟିକେ ଟିକେ ଛିଣ୍ଡି ଆସୁଛି କିନ୍ତୁ ପୁରାପୁରି ଭଲ ଭାବରେ ଛିଣ୍ଡିନି। ତ ମୁଁ ଆଉ ବଳକା ରହିଥିବା ଭିନେଗାରକୁ ଏଥିରେ ଆଡ୍ କରୁଛି। ଦେଖନ୍ତୁ ଏବେ ଧୀରେ ଧୀରେ ଛେନା ସବୁ ପାଣି ଫାଟିକି ଅଲଗା ହେଇଯାଉଛି। ପୁରାପୁରି ଭାବରେ କ୍ଷୀର ମୋର ଛିଣ୍ଡି ଯାଇଛି। ଏବେ ଗୋଟେ କପଡ଼ାରେ ମୁଁ ଛେନାକୁ ଚିପୁଡ଼ି ନଉଛି। ଆପଣ ଆକୁ ବେଶୀ ସମୟ ଚିପୁଡ଼ିବେନି। ବେଶୀ ପାଣି ଆର ବାହାର କରିଦେଲେ ଏଇଟା ଛେନା ପୁରା ଟାଇଟ୍ ହେଇଯିବ, ଟାଣ ହେଇଯିବ। ତ ଆକୁ ହାଲକା ସେ ଆପଣ ଚିପୁଡ଼ିବେ। ଚାଲନ୍ତୁ ଏବେ ଆମେ ଚିନି ସିରା ପ୍ରସ୍ତୁତ କରି ନେବା। ଚିନି ସିରା ପ୍ରସ୍ତୁତ କରିବା ପାଇଁ ମୁଁ ଏଠି 4 କପ୍ ପାଣିକୁ ଆଗରୁ ଫୁଟେଇ ନେଇଛି। ସେଇଥିରେ 1 କପ୍ ଚିନି ମୁଁ ଏଥିରେ ଆଡ୍ କରୁଛି। ଆକୁ ଏବେ ମୁଁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବି। ଏହି ଫୁଟୁଥିବା ଚିନି ସିରାରେ ମୁଁ କିଛି ଗୁଜୁରାତି ଆଡ୍ କରୁଛି ଭଲ ବାସ୍ନା ପାଇଁ। ଆପଣ ଆକୁ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟିବା ପାଇଁ ଦେବେ। ତ ଆମର ଚିନି ସିରା ପ୍ରସ୍ତୁତ ହେଇଯିବ। ଚିନି ସିରା ଆମର ଏବେ ପୁରା ପ୍ରସ୍ତୁତ ହେଇଯାଇଛି। ମୁଁ ଏବେ ଆକୁ ଗୋଟେ ବାଉଲରେ କାଢ଼ିକି ଥଣ୍ଡା କରି ନେଇଛି। ଛାଣିକି ଅଲଗା କରିକି ନେଇଛି ମୁଁ ଏଇଠି ଛେନା। ଏହି ଛେନାରେ ମୁଁ 2ଟି ବଡ଼ ଚାମଚ ସୁଜି ନଉଛି। ସୁଜିକୁ ଭଲ ଭାବରେ ଛେନାରେ ମିଶାଇ ଦେବି। ଛେନା ପିଠାରେ ଭଲ ବାସ୍ନା ହେବା ପାଇଁ ମୁଁ ଏଇଠି ଗୁଜୁରାତି ଗୁଣ୍ଡ ନେଇଛି, ତାକୁ ମଧ୍ୟ ଏଇଥିରେ ମିଶାଇ ଦଉଛି। ଛେନାକୁ ଆପଣ ପୁରାପୁରି ଭଲ ଭାବରେ ସଫ୍ଟ ହେବା ପର୍ଯ୍ୟନ୍ତ ଚକଟି ନେବେ। ଆପଣ ଚାହିଁଲେ ଆକୁ ଗ୍ରାଇଣ୍ଡ ମଧ୍ୟ କରିଦେଇ ପାରିବେ। ଏବେ ଆକୁ ଛୋଟ ଛୋଟ ଚେପ୍ଟା ଚେପ୍ଟା ଗୋଲ କରି ନେବେ। ଦେଖନ୍ତୁ ମୁଁ ଏଇଠି ଛୋଟ ଛୋଟ ଚେପ୍ଟା ଚେପ୍ଟା ଗୋଲ ସବୁ କରିକି ଗୋଟେ ପ୍ଲେଟରେ ନେଇଯାଇଛି। ଏବେ ଛାଣିବା ପାଇଁ ମୁଁ ଗୋଟେ କଢ଼େଇରେ କିଛି ତେଲ ଗରମ କରି ନେଇଛି। ତେଲ ଭଲ ଭାବରେ ଗରମ ହେଲେ ଆପଣ ଗୋଟେ ଗୋଟେ କରି ପ୍ରସ୍ତୁତ କରିଥିବା ଛେନା ପିଠା ସବୁକୁ ଏଇଥିରେ ଛାଣି ନେବେ। ତେଲର ଟେମ୍ପରେଚର ଲୋ ଟୁ ମିଡ଼ିୟମ ରହିବ। ବିଲକୁଲ ବି ହାଇ ରଖନ୍ତୁନି। ହାଇ ରଖିଲେ ପୁରା ଉପର ପଟ ପୁରା ଲାଲ ହେଇକି କଳା ପଡ଼ିଯିବ ଏବଂ ଭିତର ପଟ ପୁରା କଞ୍ଚା ରହିଯିବ। ତ ଆପଣ ଲୋ ଟୁ ମିଡ଼ିୟମ ଫ୍ଲେମ୍ରେ ଗ୍ୟାସର ଫ୍ଲେମ୍କୁ ରଖନ୍ତୁ ଏବଂ ଆକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣି ନିଅନ୍ତୁ। ଦେଖନ୍ତୁ ସବୁ ପିଠା ମୋର ଗୋଲ୍ଡେନ୍ ବ୍ରାଉନ୍ ଏବେ ହେଇଯାଇଛି। ଏବେ ମୁଁ ଆକୁ ଛାଣିକି ଚିନି ସିରାରେ ଦେଇଦେବି। ଗରମ ଥିବା ଅବସ୍ଥାରେ ଆପଣ ଆକୁ ଚିନି ସିରାରେ ଦିଅନ୍ତୁ। ପରେ ଯଦି ଥଣ୍ଡା ହେଲା ପରେ ଆପଣ ଚିନି ସିରାରେ ବୁଡ଼େଇବେ ତାହେଲେ ଚିନି ସିରା ଭିତରକୁ ଭେଦି ପାରିବନି। ଏହିପରି ମୁଁ ବାକିତକ ପିଠା ସବୁକୁ ମଧ୍ୟ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣି ନେଉଛି। ଗରମ ଗରମ ପିଠା ସବୁକୁ ମୁଁ ସେ ଚିନି ସିରାରେ ପକାଉଛି। ଆପଣ ସେଇ ଚିନି ସିରାରେ ଆକୁ କିଛି ସମୟ ଓଲଟ ପାଲଟ କରିବେ। ଚିନି ସିରା ଭଲ ଭାବରେ ଭେଦିଲା ପରେ ଆପଣ ଗୋଟେ ପ୍ଲେଟରେ ଆକୁ ସର୍ଭ କରି ନେବେ। ଦେଖନ୍ତୁ ଏଇଠି ପୁରାପୁରି ଭାବରେ ମୋର ଛେନା ପିଠା ପୁରା ପ୍ରସ୍ତୁତ ହେଇଯାଇଛି। ଦେଖନ୍ତୁ ଆମର ଛେନା ପିଠା ଏଇଠି କେତେ ବଢ଼ିଆ ସୁନ୍ଦର କଲରର ଦେଖାଯାଉଛି। ଏଇଟା ଦେଖିବା ପାଇଁ ଯେତେ ସୁନ୍ଦର ଲାଗୁଛି, ଖାଇବା ପାଇଁ ତାଠୁ ଆହୁରି ବଢ଼ିଆ ଲାଗିଥାଏ। ତ ଆକୁ ଆପଣ ନିଶ୍ଚିନ୍ତ ଥରେ ଟ୍ରାଏ କରନ୍ତୁ ଏବଂ ଆପଣଙ୍କୁ ଏହି ରେସିପିଟି କେମିତି ଲାଗିଲା ମୋ ସହିତ ଆପଣଙ୍କର ଏକ୍ସପିରିଏନ୍ସ ସେୟାର କରନ୍ତୁ। ଦେଖା ହବା ଆଉ ଗୋଟେ ନୂଆ ରେସିପି ସହିତ। ଧନ୍ୟବାଦ।